ଆସନ୍ତୁ ଜାଣିବା କୁକୁଡ଼ା ପଞ୍ଜା ଖାଉଥିବା ଲୋକଙ୍କ ପାଇଁ ବହୁତ ବଡ଼ ଖବର। ଶୁଣି ଉଡ଼ିଯିବ ଆପଣଙ୍କ ହୋସ୍। ଯଦି ଆପଣ ବି ଖାଉଛନ୍ତି କୁକୁଡ଼ା ଗୋଡ଼, ତେବେ ଏହି ଖବର ଆପଣଙ୍କ ରୁମ ଟାଙ୍କୁରି ଦେବ। ଯଦି ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ, ଏଭଳି କିଛି ବି ଖାଦ୍ୟ ଅଛି ଯାହାକୁ ଖାଇବା ପାଇଁ ଆମେ ହୁଏତ ଟିକେ ପଛଘୁଞ୍ଚା ଦେବା ମାତ୍ର ଏହାକୁ ଅନେକ ଲୋକମାନେ ଖାଦ୍ୟ ହିସାବରେ ଗ୍ରହଣ କରିଥାନ୍ତି। ଆପଣ ଜାଣିଛନ୍ତି କି ଖାଦ୍ୟ ଆମ ଜୀବନର ଏକ ମୁଖ୍ୟ ଅଙ୍ଗ। ଏହାକୁ ଆମେ ଛାଡ଼ିକି ବଞ୍ଚିପାରିବାନି। ଆମେ ଜାଣିଛେ କି ଖାଇବାରେ ବିଭିନ୍ନ ପ୍ରକାର ଖାଇବା ଅଛି। କିନ୍ତୁ କେଉଁଥିରୁ ଆମେ ଭିଟାମିନ୍ ତ କେଉଁଥିରୁ ଆମେ କିଛି ପରିମାଣରେ ପ୍ରୋଟିନ୍ ପାଇଥାଉ। ଏହା ସହ ଆମେ ମିନେରାଲ୍ସ ମଧ୍ୟ ଓ ଅନ୍ୟ କିଛି ସାର ମଧ୍ୟ ପାଇଥାଉ। ଏହା ଆମ ଶରୀରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ତେବେ ଆମେମାନେ ମାଛ ମାଂସ ଭଳି ଖାଦ୍ୟ ଖାଉଥିବା କଥା ଜାଣିଛେ, ମାତ୍ର କିଛି ଲୋକମାନେ ଅଛନ୍ତି ଯେଉଁମାନେ କୁକୁଡ଼ାର ଗୋଡ଼ କିମ୍ବା ଏହାର ପଞ୍ଜାକୁ ମଧ୍ୟ ଖାଇଥାନ୍ତି। ସୂତ୍ରରୁ ଜଣାପଡ଼ିଛି କି ମାଛ ମାଂସ ଖାଉଥିବା ଲୋକଙ୍କ ସଂଖ୍ୟା 80%ରୁ ଅଧିକ ଲୋକମାନେ ଖାଇଥାନ୍ତି। ଏବେ ଏହି ପଞ୍ଜା ଖାଉଥିବା ଲୋକଙ୍କ ସଂଖ୍ୟା 15%ରୁ ଅଧିକ ଲୋକମାନେ ଖାଇଲେଣି। ଏବେ ଏହା ଅଧିକ ହେବାରେ ଲାଗିଛି। ତେବେ ଏହି ସମୟରେ ଏହାକୁ ଅଧିକ ଲୋକମାନେ ଖାଇବାରେ ଲାଗିଛନ୍ତି। ଏହାକୁ ଖାଇବାରେ ଭାରତ ଓ ଚୀନ ସବୁଠାରୁ ଆଗରେ ଅଛନ୍ତି। ତେବେ ଏହି ଖବର ପଞ୍ଜା ଖାଉଥିବା ଲୋକମାନଙ୍କ ପାଇଁ ଖୁବ୍ ଆଶ୍ଚର୍ଯ୍ୟଦାୟକ ହୋଇପାରେ। ଏହାର ସୁଫଳ ମଧ୍ୟ ଅଧିକ ରହିଛି। ତେବେ ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଏହି ପଞ୍ଜା ଖୁବ୍ ଶସ୍ତା ଦାମରେ ମିଳିଯାଇଥାଏ, ମାତ୍ର ଏହାର ଗୋଡ଼ରେ ଅଧିକ ମାତ୍ରାରେ କ୍ୟାଲସିୟମ୍ ମିଳିଥାଏ। ଯଦି ଆମେ କହିବା ଏହା କିଭଳି ସମ୍ଭବ, ଏକ ରିସର୍ଚ୍ଚରୁ ଜଣାପଡ଼ିଛି କି ଏହାର ପଞ୍ଜାରେ ଖୁବ୍ ଅଧିକ ମାତ୍ରାରେ କ୍ୟାଲସିୟମ୍ ଅଛି। ସେଥିପାଇଁ ଏହାକୁ ବହୁତ ଲୋକ ଖାଇବା ପସନ୍ଦ କରନ୍ତି। ଏହା ସହ କୁହାଯାଏ କି ପଶୁପକ୍ଷୀ ହୁଅନ୍ତୁ କି ମଣିଷ, ସବୁଙ୍କ ଗୋଡ଼ରେ ଅଧିକ ମାତ୍ରାରେ କ୍ୟାଲସିୟମ୍ ଦେଖିବାକୁ ମିଳିଥାଏ। ତେବେ ଏହାକୁ ଖାଉଥିବା ଲୋକମାନେ ଖୁବ୍ ଅଧିକ ଭଲ ଅନୁଭବ କରନ୍ତି। ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ସେମାନେ କେବେ ବି ଅସୁସ୍ଥ ହୋଇଯାଆନ୍ତିନି ଏତେ ଶୀଘ୍ର। ଏହା ସହ ଏହା ମୁହଁରେ ଆସୁଥିବା ବୟସର ଚାପକୁ ମଧ୍ୟ ଖୁବ୍ ଭଲ ଭାବେ ସମ୍ଭାଳି ନେଇଥାଏ। ଏହା ଅଧିକ ଗରମ ହୋଇଥିବାରୁ ଆପଣ ଏହାକୁ ଶୀତଦିନେ ଖାଇବା ଦ୍ୱାରା ଅଧିକରୁ ଅଧିକ ଶୀତଠାରୁ ନିଜକୁ ରକ୍ଷା କରିପାରିବେ। ଏହା ସହ ଆପଣ ଯଦି ହାତ ବିନ୍ଧା କିମ୍ବା ଆଣ୍ଠୁ ବିନ୍ଧା ଭଳି ସମସ୍ୟାରେ ପୀଡ଼ିତ ଅଛନ୍ତି, ତେବେ ଏହାକୁ ଖାଇବା ଦ୍ୱାରା ଆପଣ ଖୁବ୍ ଜଲ୍ଦି ଭଲ ଅନୁଭବ କରିବେ। ତେବେ ସେଥିପାଇଁ ତ ଏବେ କିଛି ଡକ୍ଟର ମାନେ ଏହାକୁ ଖାଇବା ପାଇଁ କହୁଛନ୍ତି। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚିନ୍ତ ଭଲ ଲାଗିବ। ଧନ୍ୟବାଦ।